ଆଜ୍ଞା ଆମେ ଚାଷୀ ତ ବହୁତ ବାଧାବିଘ୍ନ ସହିକି ଆମେ ଚାଷ କାମ କରୁଛୁ, କିନ୍ତୁ ଆମର ଚାଷ ଯେଉଁ କଷ୍ଟର ମୂଲ୍ୟ ଆମକୁ ମିଳୁନି। କାରଣ ଏ ଯେଉଁ ବାରମ୍ବାର ଲଘୁଚାପ ଜନିତ ଯେଉଁ ବର୍ଷା, ଲଗାଣ ବର୍ଷା, ଆଜକୁ 3 ଦିନ ଭଳିଆ ଲଗାଣ ବର୍ଷା 5 ମିନିଟ ଛାଡ଼ୁଛି ଛେଚୁଛି, 5 ମିନିଟ ଛାଡ଼ୁଛି ଛେଚୁଛି। ଯେଉଁ ଲଗାଣ ବର୍ଷା ଯୋଗୁଁ ଆଜି ଆମର ଧାନ ଫସଲ, ରବି ଫସଲ ସବୁଗୁଡ଼ାକ ପାଣିରେ ପୁରା ବୁଡ଼ିକି ନଷ୍ଟ ହେବାକୁ ବସିଲାଣି। ଏବେର ଯେଉଁ ସମୟ, ଏ ସମୟରେ ଯେଉଁ ପାଣି ବସିଛି, ଧାନ ସମାନ ଆଧାର ଖାଇବା ସମୟ। ଯେଉଁଭଳିଆ କି ସାପ ପେଟରେ ବେଙ୍ଗ ଯେମିତି ପଶିଲେ ସେ ଆଉ ବଞ୍ଚିବାର ଚାନ୍ସ ନାହିଁ, ସେଭଳିଆ ବର୍ତ୍ତମାନକୁ ପାଣି ଭିତରେ ଏ ଧାନ ଆମର ବୁଡ଼ିକି ଅଛି। ଏଇଥିରୁ ଆମେ ଆଉ କିଛି ଆଦାୟ ନେବାର ଆମର ଆଉ ଆଶା ନାହିଁ। ଆଉ ରବି ଫସଲ ଗୁଡ଼ା ଯେଉଁ ତଳି ଗୁଡ଼ା ପଡ଼ିଥିଲା, ସେ ତଳି ମଧ୍ୟ ସଫା ସଢ଼ିକି ଖତ ହେବାରେ ବସିଲାଣି। ଏଣୁ ଆମେ ଆଶା କରୁଛୁ ସରକାର ଯଦି ଆମକୁ କିଛି ପ୍ରୋତ୍ସାହନ ଦେବେ, ତାହେଲେ ଆମେ ସରକାରକୁ ଅନୁରୋଧ କରୁଛୁ କିଛି ପ୍ରୋତ୍ସାହନ ଦେଲେ ଆମେ କିଛି ଉପକୃତ ହବୁ ବୋଲିକି। ଆଉ ଆମର ତ ଚଷା ସବୁ ଯେଉଁ କରଜ, ଋଣ କରଜ କରିକି ଆଣିକି ସବୁ ଚାଷବାସ କରିଛୁ, ଏଗୁଡ଼ା ଆମେ ସୁଝିବୁ କୋଉ ଭଳିଆ, ସେଗୁଡ଼ାକ ଆମ ମୁଣ୍ଡ ବଥାର କାରଣ ହେଲାଣି।